ଆମେ ଖାଇବା ପଇସା ନାହିଁ, ଖାଇବୁ କୋଉଠି? ଆମେ ଆର ଆସି ଖାଇକି ଖରାଟାରେ ଏଠି ଭାତ ଡାଲମା ଖଟା ଦିଆହଉଛି 5 ଟଙ୍କା, ସେପଟେ ପଶ୍ଚିମବଙ୍ଗରେ ଭାତ ମାଛ ଦିଆହଉଛି। ଆମକୁ ଏଠି ଦେଲେ ଆହୁରି ବଢିଆ ହୁଅନ୍ତା, ଉପକୃତ ହୁଅନ୍ତୁ ଆମେ। କିନ୍ତୁ ଆମକୁ ଯଦି ଏଇ ଭାତ ଡାଲି ଖଟା ଟିକେ ହେଉଛି, ଯଦି ମାଛ ଦିଅନ୍ତା ଆହୁରି ବଢିଆ ଲାଗନ୍ତା। କିନ୍ତୁ ଆମେ ଲୋକ ବି ଖୁସି ହୁଅନ୍ତି, ଆମେ ଖୁସି ହୁଅନ୍ତୁ। ଯାହା ମୁଁ ମଣିଷକା ଦେଇଛି ଗୋଟେ ଉପକାର କରୁଛି, 5 ଲୋକ ଖାଉଛନ୍ତି, ଉପକୃତ ହଉଛନ୍ତି। ମାଛ ଭାତ ଦବା ନ ଦେବା ବଡ଼ କଥା, ଫାଷ୍ଟ ତାଙ୍କର ସରକାର ଜିତିଲେ ସେଇ ହିସାବରେ ଡିକ୍ଲେୟାର କରିଛନ୍ତି। ଆମ ସରକାର କଣ ଡିକ୍ଲେୟାର କରିଛନ୍ତି ଆମେ ଜାଣିନୁ, ଆମର ଇଚ୍ଛା ଅଛି ହେଲେ ଦବ କିଏ? ଆମେ ତ ଭୋଟ ଦଉଛୁ, ଭୋଟର ପ୍ରତିଫଳ ଆମେ ଜାଣିପାରୁନୁ କଣ। ଆମେ ତ 5 ଟଙ୍କାରେ ଭାତ ଡାଲି ଖାଉଛୁ, ତଥାପି ସର୍ଭିସ୍ ବି ଭଲ ନାହିଁ। ସର୍ଭିସ୍ କଣ ଅଛି, ଏଠି ତ ଗଲେ ଆମକୁ ଲାଇନରେ ଗଲେ ଡିଷ୍ଟର୍ବାନ୍ସ କରୁଛନ୍ତି, ଲାଇନ ଖିଆ ପଡୁଛି, ଝଗଡ଼ା ଏଠି ହଉଛି। ତେଣୁ ଆମକୁ ତ ଏତିକ ସମାଧାନ ହେଇପାରୁନି, ମାଛ ଭାତ ଆଡେ କାହିଁ ନଜର ଦେବୁ? ସମସ୍ୟାର ସମାଧାନ ହେଇଗଲେ ସେ ମାଛ ଭାତ ଉପରେ ଆମେ ନଜର ଦେବୁ। ଏଇ ସମସ୍ୟାର ସମାଧାନ ଫାଷ୍ଟ କରନ୍ତୁ ଦରକାର, ଭଲସେ ମୁଠେ ଖାଇବାକୁ ଦିଅନ୍ତୁ, ତାପରେ ମାଛ ଭାତ ଦେଲେ ପଳେଇବ। ସୁବିଧା ମିଳିବା ଦରକାର। ଭାତ ଡାଲମା ମୋହନ ସରକାର କିଛି ନୂଆ କରିବା କଥା ନା। ହଁ, ମଣିଷ କିଛି ନୂଆ କିଛି କରୁନାହାନ୍ତି। ଆଜି 2 ବର୍ଷ ହେଲାଣି ସବୁ ମାନେ ହଁ ମାରୁଛନ୍ତି, କିଛି କାମରେ ଦେଖୁନାହାନ୍ତି। 300 ୟୁନିଟ୍ ଫ୍ରି ଦବୁ, ଟାଟାକୁ କହିଲା କିନ୍ତୁ 300 ୟୁନିଟ୍ ଫ୍ରି ଦଉନି। ଭାତ ମାଛ ଦବାଟା ଦରକାର, ଭଲ କିନ୍ତୁ ଦେଲେ ଭଲ, 5 ଲୋକ ଖାଇବେ, ଶାନ୍ତି ହେବେ। ଯାଉ ଆମ ସରକାର କରିଛି ଗୋଟେ ଆଉ। ଦେଇପାରିବେନି କିଛି, ଯାହା ନବୀନ ବାବୁ ଲଗେଇ ଦେଇଛି ସେ ଚାଲୁ, ଗରିବ ଲୋକ ଯାହା ହେଲେ କିଛି ଶାନ୍ତି ପାଉଛନ୍ତି। ଆଜ୍ଞା ହଁ ଦେ ତୁ, ତାଙ୍କେ ଧନୀ ହେଇଥିବେ ଦଉଛି, ଆମ ଦେଶ ଗରିବ ଦେଶ। ଓଡିଶାରେ ଦବା ଦରକାର ନାହିଁ। ଏବେ ଯାହା ଦଉଛି 5 ଟଙ୍କାକୁ ଯଥେଷ୍ଟ ଦଉଛି, ମୁଁ ଜାଣିବାରେ। ଏବେ ମାଛ ଭାତ 5 ଟଙ୍କା ମିଳିଲେ ହବ ତ? ସରକାର କୋଉଠି ଦେବେ, ଆଜି ଦେବେ କାଲି ଆଉ ଥରେ ବନ୍ଦ କରିବେ, ବହୁତ ଖର୍ଚ୍ଚ ହବ। ତାଙ୍କେ ଦଉଛନ୍ତି ଯେ ଆଉ ଇଚ୍ଛା ନାହିଁ ଆମର। ଏଇ 5 ଟଙ୍କା ଯୋଉ ଭାତ ଡାଲି ଟିକେ ଖାଉଛି, ଏତିକି ଆଜ୍ଞା ବହୁତ ଆନନ୍ଦ ଲାଗୁଛି। ନାଇଁ ନାଇଁ କାଲକାଟାରେ ନୂଆ ସରକାର ଆସିଲେ, ବିଜେପି ସରକାର ଆସିଲେ, 5 ଟଙ୍କାରେ ମାଛ ଭାତ ଦେବେ। ଓଡ଼ିଶାରେ 2.5 ବର୍ଷ ସରକାର ଆସିଲେ, ସେଇ ଡାଲମା ଭାତ। ଆଚ୍ଛା, ଦେଖନ୍ତୁ ପଶ୍ଚିମବଙ୍ଗାଲ ଭଳି ଆମ ଓଡ଼ିଶା ନାହିଁ। ଆମ ଓଡ଼ିଶା ହେଉଛି ଏକ କୃଷିଭିତ୍ତିକ ଜାତୀୟ ମାନେ ରାଜ୍ୟ। ତେଣୁ ଏଠି ଯେତିକି ଆମ ଗରିବ ମୂଲିଆ ଶ୍ରେଣୀ ଲୋକ ଅଛନ୍ତି, ଆଗରୁ ପୂର୍ବ ସରକାର କରିଦେଇଥିଲେ 5 ଟଙ୍କାରେ ଆହାର କେନ୍ଦ୍ର ଖୋଲି ଦେଇଥିଲେ, ସିଏ ବି ସଫିସିଏଣ୍ଟ ଚାଲିଛି। ମାଛ ଭାତ ଖାଇଲେ ବି ଲୋକ ବି ଆହୁରି ଖାଇବେ, ଲୋକ ଅଛନ୍ତି ଖାଇବା ପାଇଁ। କାହିଁକିନା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ ଏଇ ହୋଟେଲରେ 100, 150 ଟଙ୍କା 200 ଟଙ୍କା ଦେଇ ଖାଇବା। ତେଣୁ ବହୁତ କଟିକିଆ ମୂଲିଆ ଭାଇମାନେ ଅଛନ୍ତି, ଯାହା ଖାଇଲେ ବି ଶାନ୍ତି ହେବେ। ହଁ, ନିହାତି ନିହାତି ବୃଦ୍ଧି ହବନି କେମିତି, ସବୁ ବୃଦ୍ଧି ହବ। କିନ୍ତୁ ଆମର ସବୁ ବୃଦ୍ଧି ହବା ଭିତରେ ଦେଖନ୍ତୁ ଆମ ପାରିଶ୍ରମିକଟା ବୃଦ୍ଧି ହଉନି। ହଉଛି କି ଆପଣ ଦେଖୁଛନ୍ତି? ଏଇଟା ଶୁଣନ୍ତୁ, ସମସ୍ତଙ୍କର ରାଜ୍ୟର ବଜେଟ୍ ଉପରେ ନିର୍ଭର କରେ। ଆମ ରାଜ୍ୟର ବଜେଟ୍ ମୁଁ ଭାବୁଛି ସେତିକି ନାହିଁ କଲା ଭଳିଆ। ଯେହେତୁ शुभेन्दु ଅଧିକାରୀ ଆସିଛନ୍ତି, ତାଙ୍କ ନୂଆ ନୂଆ ସେ ଯାହା କରୁଛନ୍ତି ଦେଖନ୍ତୁ, ସମସ୍ତେ ନୂଆ ନୂଆ କହିବେ, କିଛି କରିବେ। ହଁ, ନିହାତି କରନ୍ତୁ। ଆମେ ଆଜି ଏଠି ଆସିଛୁ ବୋଲି, ଭୁବନେଶ୍ୱର ରାଲିକି ଆସିଛୁ ବୋଲି 11 ଦିନ ହେଲା ଆମେ ଖାଉଛୁ। ଏଠି ବି ଅନ୍ୟ ଲୋକ ବି ଅଛନ୍ତି, ବହୁତ ଖାଉଛନ୍ତି। 5 ଟଙ୍କାରେ ଭାତ ମାଛ ଦିଆଯାଉଛି। ଓଡିଶା ସରକାରଙ୍କୁ କଣ କହିବେ? ଓଡ଼ିଶା ସରକାର ସେଠି 5 ଟଙ୍କାରେ ଭାତ ମାଛ ଦିଆଯିବ, ଏଠି 5 ଟଙ୍କାରେ ଭାତ ଡାଲମା ଦିଆଯାଉଛି। ଆମର ବି ଏଠି 5 ଟଙ୍କାରେ ମାଛ ଭାତ ଦେଲେ ଭଲ ହୁଅନ୍ତା। ସରକାରଙ୍କୁ କହୁନାହାନ୍ତି, ସେଠି ବି ବିଜେପି ସରକାର, ଏଠି ବି ବିଜେପି ସରକାର। ହଁ, ଏଠି ବି ଆମର ଓଡ଼ିଶାରେ 5 ଟଙ୍କାରେ ଭାତ ମାଛ ଦେଲେ ବି ଭଲ ହୁଅନ୍ତା। ଏବେ କଣ ଦଉଛ ଯାହାହେଲେ? ଭାତ ଡାଲମା ଆଉ ଆଚାର। ଆଚ୍ଛା, ସେଠି ଦିଆହବ ଭାତ ମାଛ। ଭାତ ମାଛ କୋଉଟା ହବ? ଭଲ ହବ, ଭାତ ମାଛ। 5 ଟଙ୍କାରେ ଭାତ ମାଛ ଦେଲେ ଭଲ ହବ। ସବୁଠାରେ ବିଜେପି ସରକାର, ଯେହେତୁ ଓଡ଼ିଶାରେ ବିଜେପି ସରକାର ଅଛି, ମୋହନ ମାଝୀ ୟା ପ୍ରତି ଦୃଷ୍ଟି ଦେଲେ ଭଲ ହୁଅନ୍ତା। ଭାଇ କଣ କହିବେ?